ତ ପିଲାମାନେ ପୁଣି ଥରେ ଆଉ ଏକ ଭିଡିଓରେ ତମ ସମସ୍ତଙ୍କୁ ସ୍ଵାଗତ ଜଣାଉଛି। ହେଲେ ପୂର୍ବେ ଆମେ ଆଲୋଚନା କରିଥିଲେ ରଜକୁ କହୁଛନ୍ତି ଆରେ ମୁଁ ତ ଠିକ ସେଇ ଅନୁମାନ କରିଥିଲି। ଦୀର୍ଘ 2 ମାସ ପରେ ମୁଁ ଫେରିଛି। ଦୀର୍ଘ 2 ମାସ ପରେ ସ୍ଵାମୀ ଘରକୁ ଆସିବା ଘରକୁ ଫେରିବା ବେଳକୁ ଯୋଉ ସ୍ତ୍ରୀ ତାଙ୍କର ଚର୍ଚ୍ଚା କରିବାର ଲୋଭକୁ ସମ୍ବରଣ କରି ଚର୍ଚ୍ଚା କରିବାର ଲୋଭକୁ ଅଟକାଇ କଣ କରୁଛି ସଂଘର ସଭାନେତ୍ରୀ କରିବାକୁ ବାହାରେ ସଂଘର ସଭାନେତ୍ରୀ ହେବାକୁ ବାହାରେ। ଦେଖ ପିଲେ ତୋମାନଙ୍କର 169 ପେଜକୁ ଦେଖ ପିଲେ। ଚର୍ଚ୍ଚା କରିବା ଲୋକକୁ ଅଟକେଇ କରୁଛନ୍ତି ସଂଘର ସଭାନେତ୍ରୀ କରିବାର ବାହାରେ ସଂଘର ସଭାନେତ୍ରୀ ହେବାକୁ ବାହାରେ ସିନା ସିନା ସେହି ସିନା ଉପଯୁକ୍ତ ଗୃହିଣୀ ତିଆରି କରିପାର ଯେ ସ୍ଵାମୀକୁ ୱେଲକମ ନ କରି ସ୍ଵାମୀ ଆସିଛନ୍ତି ଅଭ୍ୟର୍ଥନା ନ ଜାଣି ମାନେ ସଂଘର ସଭାନେତ୍ରୀ ହବାକୁ ବାହାରି ପଡେ ସେ ସିନା ଉପଯୁକ୍ତ ଗୃହିଣୀ ତିଆରି କରିପାରିବ। ଆଉ ତାହେଲେ ବଢିଆ ଆଉ କଣ ତମେ ଜଣେ ଜଣେ ସ୍ତ୍ରୀକୁ ତିଆରି କରିପାରିବ ଆଉ କଣ ବନମାଳୀ ଦେବୀ କହିଲେ ହଉ ମୋର ଯୁକ୍ତି ରଖ ମୁଁ ଚାଲିଲି ଆଉ କଣ ଆଉ ହଁ ଶୁଣ ଟୁଲୁର ଖାଇବା ସମୟ ହେଲେ ତାକୁ ଟିକେ ଦୁଧ ପେଇବ ଦୁଧ ପେଇଦବ। ଟୁଲୁ ହଉଛି ତାଙ୍କ ପୁଅ ଟୁଲୁର ଖାଇବା ସମୟ ହେଲେ ତାକୁ ଟିକେ କଣ କରିବ ନା ପୁଅ ନା ଦୁଧ ପେଇଦବ ମୁଁ ଚାଲିଲି। ତୁମେ ତାକୁ ଟିକେ ଦୁଧ ପେଇବ ମୁଁ ଚାଲିଲି। ତମେ ତାକୁ ଟିକେ ଦୁଧ ପେଇଦବ ଜଳଖିଆ ଆଲମିରେ ତାର ଫିଡିଙ୍ଗ ବୋତଲରେ ଦୁଧ ରଖା ହେଇଛି ଜଳଖିଆ ଆଲାମାରୀରେ ଅଛି ସେ ସିନା ସେ ଜଳଖିଆ ଆଲାମିରିରେ ତା ଫିଡିଙ୍ଗ ବୋତଲରେ ତା କଫି ବୋତଲରେ ଅଛି ସେଠି ଦୁଧ ରଖା ଅଛି ତାକୁ ପେଇଦବ ସେ ଉଠିଲେ ଆଉ କଣ କରିବ ତା ନା ତା ଖାଇବା ସମୟ ହେଲେ ଗୁଲୁ ମାଷ୍ଟର ପାଖରେ ପଡୁଛି। ତାଙ୍କର ଦୁଇଟା ପୁଅ ଗୋଟେ ହେଲା ବନମାଳା ଦେବୀଙ୍କର ରଜ ବାବୁଙ୍କର ଦୁଇ ଗୋଟି ପୁଅ ଗୋଟେ ହେଲା ଟୁଲୁ ଆଉ ହେଲା ବୁଲୁ ବୁଲୁ କଣ କରୁଛେ ନା ମାଷ୍ଟର ପାଖରେ ପଢୁଛେ ପଢି ସାରିଲେ ତାକୁ ଜଳଖିଆ ଖାଇବା ପାଇଁ ଦବ ମୁଁ ଯାଉଛି ତମେ ସବୁ ଖାଇବା କଥା ତାଙ୍କର ବୁଝ ତମେ ସବୁ ଖାଇବା କଥା ବୁଝ ତାଙ୍କର ବନମାଳା ଦେବୀ କହିଦେଇ ପ୍ରସ୍ଥାନ କଲେ ରଜାକୁ କହିଲେ ଆଚ୍ଛା ଆଚ୍ଛା ହଁ ତୁମେ ତୁମେ ଯାଅ ତମର ସମୟ ହେଇଯିବଣି ଯାଉ 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 ବନମାଳୀ ଦେବୀ ହଠାତ୍ ଘଟାକୁ ଯାଇ ଘଟାକୁ ମୁଁ ଚାହିଁଲେ ବନମାଳୀ ଦେବୀ କହିଲେ ଓହୋ ତମ ସାଙ୍ଗରେ ବାଜ୍ୟ କଥାବାର୍ତ୍ତା ମାତି ମୋର ସିଆଡେ ଡେରି ହେଇଗଲାଣି ମୁଁ ଯାଏ ପ୍ରସ୍ଥାନ କଲେ ସିଏ ରୋଜା ବିସ୍ମିତ ନେତ୍ରରେ ତାଙ୍କ ଆଡେ ଚାହିଁଲେ ଆଶ୍ଚର୍ଯ୍ୟ ହେଇ ତାଙ୍କ ଆଡେ ଚାହିଁଛନ୍ତି ରୋଜାକୁ ଦେନ୍ ହୁଇସିଲି ବଜାଇଲେ ଯେ ଭିତରକୁ ରାଜେନ୍ଦ୍ର ପ୍ରବେଶ କଲା। ରାଜେନ୍ଦ୍ର ପ୍ରବେଶ କଲା ବଡ ଭାଇଙ୍କୁ ଦେଖି ମୋତେ କୌଣସି ବିବ୍ରତ ଭାବ ନ ଦେଖାଇ ଚାଲି ଯାଉଥିଲା ବଡ ବାବୁ ବଡ ଭାଇଙ୍କୁ ଦେଖିଲା ହୁଇସିଲି ବଜାଇ ବଜାଇ ପରନ୍ତୁ ଚାଲି ଯାଉଥିଲା ଭାରି ବୁଝିପାରିଲା। ପ୍ରଜାବାବୁ ପଚାରିଲେ ପ୍ରଜାବାବୁ କହିଲେ ଏ ରାଜୁ ଶୁଣି ଇଆଡେ ରାଜୁ କହିଲା କଣ ପ୍ରଜାବାବୁ କହିଲେ ମୁଁ ଏଠି ଅଛି ବୋଲି ତତେ କଣ ଜଣାଯାଉନି ରାଜୁ ଭାଇଙ୍କ ମୁହଁକୁ ଚାହିଁ ହୁଇସିଲି ବନ୍ଦ କଲା ହୁଇସିଲି ବଜାଉଥିଲା ହୁଇସିଲି ବନ୍ଦ କରି କହୁଛି ବେଶ ଶୁଣା ଯାଉଛି। ପ୍ରଜାବାବୁ ଆଶ୍ଚର୍ଯ୍ୟ ହେଇକି କଣ କହିଲୁ ଜଣା ଯାଉଛି ଦେନ୍ କଣ ହେଇଛି ରାଜୁ କଣ କହିଲା ଦେଖ ବିଲେ ଏସବୁ ଏସବୁ ତମ ମାନଙ୍କର ପରବର୍ତ୍ତୀ ସମୟରେ ଆଲୋଚନା କରିବା ଠିକ ଅଛି ତାହେଲେ ଆଜି ପାଇଁ ବେଶ ଏତିକି।